ଏହି ତିନି ଲୁଟେରାଙ୍କୁ ଭଲକରି ଦେଖନ୍ତୁ ଆଉ ଚିହ୍ନନ୍ତୁ, କାରଣ ଆପଣ ବି କେବେ ନା କେବେ ଏହି ଲୁଟେରାଙ୍କ ହାବୁଡ଼ରେ ପଡ଼ିଯାଇପାରନ୍ତି। ଯଦି ଚିହ୍ନିଥିବେ ତାହେଲେ ସତର୍କ ହୋଇପାରିବେ। ଏମାନେ ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଦାମୀ ସାମଗ୍ରୀ ମୋବାଇଲ ଫୋନ ଲୁଟ୍ କରିଥାନ୍ତି। ଏମାନେ ହେଉଛନ୍ତି ଝାଡ଼ଖଣ୍ଡର ସେହି କୁଖ୍ୟାତ ଇଲାକା ତିନ ପାହାଡ଼ି ଅଞ୍ଚଳର ବାସିନ୍ଦା, ଯାହାଙ୍କର କାମ ସାରା ଦେଶରେ ବୁଲି ବୁଲି କେବଳ ମୋବାଇଲ ଫୋନ ଲୁଟ୍ କରିବା। ଗତ କିଛି ମାସ ହେବ ଏମାନେ ରାଜଧାନୀ ଭୁବନେଶ୍ୱରରେ ଉତ୍ପାତ ମଚାଇଥିଲେ, ଯାହାଙ୍କ ଉତ୍ପାତରେ କମିଶନରେଟ୍ ପୁଲିସ ଆଉ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡ଼ିଥିଲେ। ସକାଳେ ହେଉ କି ରାତିରେ, ଚାଲିକରି ହେଉ ବା ଗାଡ଼ିରେ, ରାସ୍ତା ହେଉ ବା ଟ୍ରେନ, ସବୁଠାରେ ଏମାନେ ଲୁଟପାଟ କରୁଥିଲେ। ହେଲେ ଭୁବନେଶ୍ୱର କମିଶନରେଟ୍ ପୁଲିସ ଏହି ଗ୍ୟାଙ୍ଗର ତିନି ଲୁଟେରାଙ୍କୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନେ ଓଡ଼ିଶାରୁ ମୋବାଇଲ ଫୋନ ଝାମ୍ପୁଥିଲେ ଆଉ ବାଂଲାଦେଶରେ ବିକ୍ରି କରିଦେଉଥିଲେ। ପରେ ଝାଡ଼ଖଣ୍ଡ ଦେଇ ବାଂଲାଦେଶକୁ ମୋବାଇଲ ପଠାଇ ଦେଉଥିଲେ ଆଉ ମୋଟା ଅଙ୍କର ପଇସା ରୋଜଗାର କରୁଥିଲେ। से विशेष सूत्र खबर पाइले जे तीन जन युवक से गोटे जगह आम सामतरापुर माँ भुआसणी पार्क पाखे छिड़ा होकर कथबार्ता होती किसी गोटे चोरी कि क्राइम करेंगे बोली जना पड़ी। तो तुरंत खबर पाई सेठी आम लिंगराज पुलिस टीम जाते गलापर से तीन जन हठात खसी जावाई उद्यम करला बेले से तीन जन को काबू करके धरले। धरला से परिचय विकास शर्मा, रामप्रसाद सोनी, प्रदीप कुमार बोली कहले एवं सेमानक घर तीनपाट एवं जोटा कि झारखंड एरियार अच्छे से माने परिचय देलापर तापर सन्देह है। सन्देह हेबा परे तांको पॉकेट रु एवं तांको अंटारू प्राय 17 गोटी मोबाइल तांको रिकवरी करागला। ଭିଡ଼ ଲାଗୁଥିବା ହାଟ, ରାସ୍ତା, ବଜାର ଏରିଆକୁ ଏମାନେ କରୁଥିଲେ ଟାର୍ଗେଟ। ଲିଙ୍ଗରାଜ ମନ୍ଦିର ଆଖପାଖ ଅଞ୍ଚଳରୁ ଲୁଟପାଟ କରୁଥିବା ତିନି ପାହାଡ଼ି ଗ୍ୟାଙ୍ଗର 3 ଜଣଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ଭୁବନେଶ୍ୱରରେ ଏମାନେ ପକେଟମାର କରିବା ସହ ମୋବାଇଲ ଫୋନ ଲୁଟି ଚାଲି ଯାଉଥିଲେ। ଏହି ଝାଡ଼ଖଣ୍ଡୀ ଗ୍ୟାଙ୍ଗକୁ ଗିରଫ କରିବା ପରେ ଏମାନଙ୍କଠାରୁ 17ଟି ଚୋରା ମୋବାଇଲ ଫୋନ ଜବତ କରିଛି ପୁଲିସ। ଏହି ଗ୍ୟାଙ୍ଗ ରାଜଧାନୀରୁ ମୋବାଇଲ ଚୋରି କରିବା ପରେ ଝାଡ଼ଖଣ୍ଡ ଦେଇ ବାଂଲାଦେଶକୁ ମୋବାଇଲ ପଠାଇ ଦେଉଥିଲେ ଆଉ ଭାରତ ଅପେକ୍ଷା ଅଧିକ ଟଙ୍କାରେ ଏହାକୁ ସେଠାରେ ବିକ୍ରି କରିଦେଉଥିଲେ। ଏହି ଗ୍ୟାଙ୍ଗର ଏକାଧିକ ସହଯୋଗୀଙ୍କ ସମ୍ପର୍କରେ ଏବେ ଖୋଳତାଡ଼ କରୁଛି କମିଶନରେଟ୍ ପୁଲିସ। ବ୍ୟୁରୋ ରିପୋର୍ଟ, UBC ଓଡ଼ିଆ।